ମୁଁ ଜଣେ ସାନ ଭାଇକି ହରେଇଛି। ମତେ ଭଲ ପାଉଥିବା ହ୍ୟୁମାନ ର କାହା ସାଙ୍ଗରେ କଣ ସମ୍ପର୍କ ମୁଁ ଜାଣିନି। ଶେଷ ଦେଖା MRR ଷ୍ଟୁଡିଓରେ ଅନେକ ଯେତେ ତାର ଗୋଟେ ବହୁତ ଭଲ ଗୁଣ, ତାର ସବୁବେଳେ ବଡ ଭାଇକୁ ସମ୍ମାନ ଦବା, ସାନମାନଙ୍କୁ ସ୍ନେହ କରିବା, ନକଲ କରିବା, ଯୋଉ ମାହୋଲକୁ ଯିବ ସେଇଠି ହସେଇବ ଆଉ ସମସ୍ତଙ୍କୁ ଏମିତି କରିଦବ, ସମସ୍ତଙ୍କୁ ନିଜର କରିଦବ। ସେଇ ଯୋଉ ଶକ୍ତିଟା ଭଗବାନ ତାକୁ ଦେଇଥିଲେ, ସମସ୍ତଙ୍କୁ ନିଜର କରିପାରୁଥିଲା ବୋଲି ହୁଏତ ତାଙ୍କ କଣ୍ଠରେ ସେମିତି ଭଗବାନ ଯାଦୁ ଦେଇଥିଲେ ଯେ ସମସ୍ତଙ୍କୁ ତାଙ୍କ ଭଏସର ଯାଦୁରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ହ୍ୟୁମାନ ସାଗର ଗୋଟେ ନାଁ ନୁହେଁ, ଗୋଟେ ଇମୋସନ ଆମର, ଆମ ଓଡ଼ିଶାର। ବହୁତ ସିଙ୍ଗର ଥାଆନ୍ତି, ଜନ୍ମ ନିଅନ୍ତି, ସୁପରହିଟ୍ ଗୀତ ଗାଆନ୍ତି, ତାପରେ ସ୍ତର କମେ କି ବେଶୀ ହୁଏ ମୁଁ ଜାଣିନି, କିନ୍ତୁ ହ୍ୟୁମାନ ତାଙ୍କ ସ୍ତରକୁ ଉପରକୁ ଉଠେଇ 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 ଚାଲିଗଲେ। ମୁଁ ବହୁତ ବହୁତ କଥା ମତେ ସେୟାର କରେ। ତାର ବହୁତ କମ ଦୋସ୍ତି ଆମ ସାଙ୍ଗରେ ଥାଏ, ମାନେ ମାନେ କଣ କି ଦୋସ୍ତି ମାନେ କଣ, ଯେହେତୁ ସାନ ସିଏ ଆମ ମତେ ଆଉ ଅଭିଜିତ ମିଶ୍ରକୁ, ଆମେ ଦି ଜଣଙ୍କୁ ସେ ଟିକେ ହୃଦୟରୁ ଡରେ, କିନ୍ତୁ ସେୟାର ବି କରେ କଥା, ପ୍ରତ୍ୟେକ କଥା। ମଝିରେ ଆମେ ଲାଷ୍ଟ ଟାଇମ କଥା ହେଇଥିଲୁ, ମୁଁ ଜାଣିବା ପାଇଁ ପାଉଥିଲି ଯେ ତାଙ୍କ ଝିଅକୁ ସେ ବହୁତ ମିସ୍ କରୁଥିଲେ।